ଆଜି ବାହାରି ପଡ଼ିଛୁ ଆମେ ଟିକେ ତାରାତାରିଣୀ ମନ୍ଦିର ଯିବା ପାଇଁ। କିନ୍ତୁ ବୁଧବାର ଅଛି ତ ସେଥିପାଇଁ ଦେଖନ୍ତୁ ମାର୍କେଟ କେମିତି ଗହଳି ହେଇକି ପଡ଼ିଛି। ଏଇଟା ନା ବ୍ରହ୍ମପୁରର ମାର୍କେଟର ହାଲତ, ପରିବା ମାର୍କେଟର ସ୍ପେଶାଲି ଗୁରୁବାର ଥିବା ଟାଇମ୍ରେ ସବୁ ଭଳିକି ଜିନିଷ ଆପଣଙ୍କୁ ଏଠାରେ ଦେଖିବାକୁ ମିଳିବ। ତଟକା ତଟକା ପନିପରିବାରୁ ଷ୍ଟାର୍ଟ କରିକି ବିଭିନ୍ନ ରକମର ପତ୍ର। ତାପରେ ଆମେ ଏବେ ହାଇୱେ ଆଡ଼କୁ ବାହାରିକି ଆମେ ପହଞ୍ଚି ଯାଇଥିଲୁ ତାରାତାରିଣୀ ମନ୍ଦିରରେ। ସ୍ପେଶାଲ ପାସ୍ ନେଇକି ଆମେ ଉପରକୁ ଚଢ଼ିଥିଲୁ। ଆଉ ତାପରେ ଆମେ ଟିକେ ଆଜି ପୂଜା କରିବୁ। ଆଉ ପୂଜା କଲା ପରେ ରିଟର୍ନ ହେଇଯିବୁ। ତ ତାରାତାରିଣୀ ଆମର ଘର ଇଷ୍ଟ। ଆଉ ଗଞ୍ଜାମରେ ଯେଉଁମାନେ ରହିଛନ୍ତି ନା ତାରାତାରିଣୀ ନିଶ୍ଚୟ ଯାଇଥିବେ। ତ ଏହି ବ୍ଲଗ୍ଟି ଟିକେ ୟୁନିକ୍ କରିବା। ଆଉ ଆଜିର ବ୍ଲଗ୍ରେ ଟିକେ ଅଳ୍ପ ପୁଷ୍ପାଞ୍ଜଳି ଦେବା ପାଇଁ ଆମେ ଭିତରକୁ ଯିବା ତ କ୍ୟାମେରା ଆଲାଉ ନଥିଲା। ଏସବୁ ଭୋଗ କରିକି ଏବେ ଆମେ ଆସିଯାଇଛୁ। ଭୋଗରେ ନା ବହୁତ ସାରା ଜିନିଷ ଚଢ଼େଇଥିଲୁ। ଏବେ ବାଜିଯାଇଛି 10ଟା। ଆମେ ବାହାରି ଗଲୁ ପରିକ୍ରମା କରିବା ପାଇଁ ମନ୍ଦିରର ଦେଖିବାକୁ ଗଲେ ବହୁତ ବଢ଼ିଆ ଆଉ ପିସଫୁଲ୍ ଭାଇବ୍। କିନ୍ତୁ ମାଙ୍କଡ଼ ବି ସେମିତି ଗଦା ହେଇକି ଅଛନ୍ତି ଏଠି। ଏଇଟା ଗୋଟେ ବଢ଼ିଆ ଶକ୍ତିପୀଠ ଭାବରେ ପରିଚିତ। ଆଉ ଏଠି ନା ଶକ୍ତିପୀଠ ହିସାବରେ ବହୁତ ବଢ଼ିଆ ଫିଲ୍ ଅଛି। ଏମିତି ମାନାଯାଏ ଯେ ତାରା ଆଉ ତାରିଣୀ ଦୁଇଟା ଭଉଣୀ ଭାବରେ ପୂଜା ପାଉଛନ୍ତି ଏଠି। ଆଉ ଏଇଠି ଯେଉଁଟା ମନସ୍କାମନା କରିବେ ଆପଣ ପୁରା ହୋଇଥାଏ। ବହୁତ ସାରା ମାନସିକ ଏଠାରେ ଲୋକ କରନ୍ତି। ଆଉ ଏବେ ଆମେ ମନ୍ଦିରର ବାହାରକୁ ବାହାରିକି ଯିବା। ମନ୍ଦିର ଚାରିପଟରୁ ଆପଣଙ୍କୁ ଡ୍ରୋନ୍ ଭ୍ୟୁ ଦେଖିବାକୁ ମିଳିବ, ଯେଉଁଠାରେ କି ଆପଣଙ୍କୁ ପୁରା ଟାଉନ୍ ଦେଖିବାକୁ ମିଳିବ। ସେଥିପାଇଁ ଏଇଟାର ନା ଆକର୍ଷଣ କିଛି ଅଲଗା ହିଁ। ଆଉ ମନ୍ଦିରକୁ ଆସିଲେ ସବୁବେଳେ ଏଠାରେ ଚପଲ ରଖିବେ ଆଉ ଭିତରକୁ ଏଣ୍ଟ୍ରି କରିବେ। ଏଠିକିନା ଆପଣଙ୍କୁ ବସ୍ ପାଇଁ ଟିକଟ କାଟିବାକୁ ପଡ଼ିବ। ଆଉ ଭୋଗରାଗ କରିବା ପାଇଁ ବି ଟିକଟ କାଟିବାକୁ ପଡ଼ିବ। ସେଥିପାଇଁ ସେଇଟା ତଳେ କରିକି ଆସିବେ। ପ୍ରଥମ କଥା ଯେତେବେଳେ ବି ଏଠାକୁ ଆସିବେ ନା ତ ପ୍ରଥମେ ମାଙ୍କଡ଼ମାନଙ୍କୁ ଜାଗ୍ରତରେ ରହିବାକୁ ପଡ଼ିବ। ମାଙ୍କଡ଼ମାନେ ଏଠାରେ ବହୁତ ହି ଉଦ୍ଧମ ମଚାନ୍ତି। ସେତିକି ବେଳେ ଦେଖନ୍ତୁ ଆମେ ବାହାରି ପଡ଼ିଲୁ ଆଉ ଭୋଗ ଟିକେ ନେଲୁ। ସେତିକି ଭିତରେ ଆପଣଙ୍କୁ ଡ୍ରୋନ୍ ଭ୍ୟୁଟା ଦେଖେଇ ନେଉଛି। ଅଳ୍ପ ଭ୍ୟୁ ଦେଖେଇଲା ପରେ ଦେଖନ୍ତୁ ବହୁତ ବଢ଼ିଆ ବରଗଛଟି ଥିଲା। ଏଇଠି ମାଙ୍କଡ଼ମାନଙ୍କୁ ଆମେ ଖାଇବାକୁ ଦେଇଦେଲୁ ଆଉ ବାହାରି ପଡ଼ିବୁ ଏବେ ଆଉ ଥରେ ତଳ ଆଡ଼କୁ। ଆର ନା ବହୁତ ବଢ଼ିଆ ଲାଗେ। ସ୍ପେଶାଲି କାର୍ ଆଉ ବସ୍ରେ ଆସିଲେ ନା ବହୁତ ବଢ଼ିଆ ଫିଲ୍ ଆସେ। ଏଠିକି ବାଇକ୍ ଏଲାଉ ନାହିଁ। ବାଇକ୍ ଆପଣ ଉପରକୁ ନେଇକି ଆସିପାରିବେ ନାହିଁ। ତା ପାଇଁ ଅଲଗା ପାସ୍ ଆଉ ଅଲଗା ପରମିସନ୍ ଦରକାର ପଡ଼ିବ। ଆମେ କିଛି ଅଲଗା ପରମିସନ୍ ନେଇକି ଆସିଥିଲୁ। କ'ଣ ପାଇଁ ଆମର ବହୁତ ବୟସ୍କ ଲୋକ ଥିଲେ ପାଖରେ, ସେମାନେ ଗାଡ଼ି ଚଢ଼ିପାରନ୍ତିନି ସେଥିପାଇଁ। ତ ଏବେ ନା ଆମେ କ'ଣ କରିବା, ତଳକୁ ଯିବା। ଆଉ ତଳକୁ ଗଲା ଭିତରେ ଦେଖନ୍ତୁ ବେଲ୍ଟ ରାସ୍ତା ଗୁଡ଼ାକ କେତେ ବଢ଼ିଆରେ ଯାଉଛି। ଆଉ ଦେଖନ୍ତୁ ଏଠାରେ ବସ୍ ଆସୁଛି। ଟ୍ରାଫିକ୍ ବି ସେତିକି ଆପଣଙ୍କର ରହିଥାଏ। ତ ଏଇଟାକୁ ନା ପ୍ରଥମେ ଆମେ ପିଲା ଥିଲା ଟାଇମ୍ରେ ଉପରକୁ ଆସିବାକୁ ଦେଉଥିଲେ, ଏବେ ଆଉ ଉପରକୁ ଆସିବାକୁ ଦେଉନାହାନ୍ତି। ଏବେ ଆମେ ପହଞ୍ଚି ଯାଇଥିଲେ ଏଇ ଗେଟ୍ରେ। ଆଉ ଏଇ ଗେଟ୍ରୁ ଆମେ ବାହାରି ପଡ଼ିଥିଲୁ ବାହାରକୁ। ଦେଖନ୍ତୁ ବହୁତ ଖରା ହେବା ଷ୍ଟାର୍ଟ ହେଲାଣି। ଏବେ 11ଟା ବି ବାଜିନି ଘଣ୍ଟାରେ, କିନ୍ତୁ ଖରା ବହୁତ ଅଲଗା ପ୍ରକାର ହେଉଛି। ଆପଣଙ୍କୁ ଏଠି ଗେଟ୍ର ଦେଖନ୍ତୁ ନିଷେଧତାର ଅଛି। ଆଉ ଆମେ ପହଞ୍ଚିଲୁ ବିନା ପିଆଜ ରସୁଣ ରେଷ୍ଟୁରାଣ୍ଟରେ। ରେଷ୍ଟୁରାଣ୍ଟ ତ ନୁହଁ, ଏଇଟା ରେଷ୍ଟୁରାଣ୍ଟର କମ୍ ବି ନୁହଁ। କିନ୍ତୁ ଆମର ନା ପୁରୀ ଉପମା ଖାଇବାର ମଜା ହିଁ କିଛି ଅଲଗା। ତ ପୁରୀ ଉପମା ସହିତ ତରକାରୀଟା, ଚଣା ତରକାରୀଟା ଆଉ ଟମାଟୋ ଚଟନି ପକେଇକି ଦେଲେ। ଆଉ ଫୁଲକୋବି ପାକୁଡ଼ିଟା ନା ଏଠାର ବହୁତ ବଢ଼ିଆ ଲାଗିଲା। ସେଥି ଭିତରେ ଦେଖନ୍ତୁ ଅଳ୍ପ ସବୁ ସରିଗଲାଣି। ଆମେ 10 ଜଣ ଥିଲୁ, ଖାଇକି ରିଟର୍ନ ହେଲୁ ଘରକୁ।